ବନ୍ଧୁମାନେ ଆଜିର ଏହି ଭିଡିଓଟି ଆପଣଙ୍କର ଜୀବନର ସବୁଠାରୁ ବଡ଼ ଆର୍ଥିକ ସମସ୍ୟାର ସମାଧାନ ହୋଇପାରେ। ଆମେ ଦିନ ରାତି ପରିଶ୍ରମ କରୁଛୁ, ରକ୍ତକୁ ପାଣି କରି ଟଙ୍କା ରୋଜଗାର କରୁଛୁ, କିନ୍ତୁ ଆପଣ କେବେ ବି ଭାବିଛନ୍ତି କାହିଁକି ସେହି ଟଙ୍କା ଆପଣଙ୍କ ପାଖରେ ରହୁନାହିଁ? କାହିଁକି ଆପଣଙ୍କ ଘରକୁ ଧନ ଆସୁଛି ସତ, କିନ୍ତୁ ଆସିବା ପୂର୍ବରୁ ହିଁ ଖର୍ଚ୍ଚର ବାଟ ଫିଟି ଯାଉଛି? କାହିଁକି ଆପଣ ସବୁବେଳେ ଋଣ କରଜ ଭାରରେ ଛନ୍ଦି ହୋଇ ରହୁଛନ୍ତି? ତେବେ ଆଜି ଆମେ ଏହି ଭିଡିଓରେ ବାସ୍ତୁଶାସ୍ତ୍ର ଏବଂ ପୁରାଣର ସେହି ରହସ୍ୟମୟ ଆଲୋଚନା କରିବା, ଯାହା ଜାଣିଲେ ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯିବେ। କ'ଣ ଆପଣ ଜାଣନ୍ତି, ଆପଣଙ୍କ ରୋଷେଇ ଘରେ ଥିବା ଏକମାତ୍ର ଚିମୁଟା ଲୁଣ ଆପଣଙ୍କୁ କୋଟିପତି କରାଇପାରେ? କ'ଣ ଆପଣ ଜାଣନ୍ତି, ଆପଣଙ୍କ ଅଗଣାରେ ଥିବା ତୁଳସୀ ଗଛ ଆପଣଙ୍କୁ କେଉଁ ସଂକେତ ଦେଉଛି, ଯାହାକୁ ଆପଣ ଅଣଦେଖା କରୁଛନ୍ତି? କାହିଁକି କିଛି ଲୋକଙ୍କ ଘରେ ଅଳ୍ପ ପରିଶ୍ରମରେ ମଧ୍ୟ ସୁଖ ସମୃଦ୍ଧି ଭରି ରହୁଛି ଏବଂ କିଛି ଲୋକ କାହିଁକି ସାରା ଜୀବନ କଷ୍ଟ ପାଉଛନ୍ତି? ତ ଆଜିର ଏହି ଭିଡିଓରେ ଆମେ ଆଲୋଚନା କରିବା, କାହିଁକି ଲୁଣକୁ ଅନ୍ୟର ହାତକୁ ସିଧାସଳଖ ଦେବା ଅନୁଚିତ। ତୁଳସୀ ଗଛ ମୂଳେ ଏମିତି କେଉଁ ଜିନିଷ ଅଛି ଯାହାକୁ ବାନ୍ଧିଲେ ଧନର ବର୍ଷା ହୁଏ? କେଉଁ ଦିନ ଘର ସଫା କଲେ ମାତା ଲକ୍ଷ୍ମୀ ଘର ଛାଡ଼ି ଚାଲିଯାଆନ୍ତି ଏବଂ ରୋଷେଇ ଘରର କେଉଁ କୋଣରେ ଲୁଣ ରଖିଲେ ଘରର କଳହ ଶେଷ ହୁଏ? ତ ବନ୍ଧୁମାନେ, ଭିଡିଓଟିକୁ ଶେଷ ପର୍ଯ୍ୟନ୍ତ ନିଶ୍ଚୟ ଦେଖନ୍ତୁ, କାରଣ ଏଥିରେ ମୁଁ ସ୍କନ୍ଧ ପୁରାଣ ଏବଂ ଶିବ ପୁରାଣରେ ବର୍ଣ୍ଣିତ ଏମିତି କିଛି ଗୁପ୍ତ ଉପାୟ ବିଷୟରେ କହିବି, ଯାହା ଆପଣଙ୍କୁ ଏବଂ ଆପଣଙ୍କର ବନ୍ଦ ହୋଇଯାଇଥିବା ଭାଗ୍ୟର କବାଟକୁ ଖୋଲିଦେବ। ଯଦି ଆପଣ ପ୍ରକୃତରେ ନିଜ ଜୀବନକୁ ବଦଳାଇବା ପାଇଁ ଚାହୁଁଛନ୍ତି, ତେବେ ଏହି ଭିଡିଓଟିକୁ ସମୟ ଦେଇ ଦେଖନ୍ତୁ। ତା ପୂର୍ବରୁ ଭିଡିଓଟିକୁ ଲାଇକ୍ କରି ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରି ନିଅନ୍ତୁ। ତେବେ ଆସନ୍ତୁ ଜାଣିବା ଲୁଣର ସେହି ଉପକାରିତା ଶକ୍ତି ବିଷୟରେ। ବାସ୍ତୁଶାସ୍ତ୍ର ଅନୁସାରେ ଲୁଣ ହେଉଛି ଭଗବାନ ଶୁକ୍ର ଏବଂ ଚନ୍ଦ୍ରଙ୍କର ପ୍ରତୀକ, କିନ୍ତୁ ଏହା ସହିତ ରାହୁଙ୍କର ମଧ୍ୟ ଏକ ଗଭୀର ସମ୍ପର୍କ ରହିଛି। ଘରେ ଲୁଣ ଖୋଲା ରହେ କିମ୍ବା କେଉଁ ସ୍ଥାନରେ ରହେ, ସେହି ଘରେ ରାହୁଙ୍କର କୁପଦୃଷ୍ଟି ପଡ଼େ। କ'ଣ ଆପଣ ଜାଣନ୍ତି, ଯଦି ଆପଣ କାହାଠାରୁ ଲୁଣ ମାଗି ନେଉଛନ୍ତି ବା ଆଣୁଛନ୍ତି କିମ୍ବା କାହାକୁ ଲୁଣ ମାଗଣାରେ ଦେଉଛନ୍ତି, ତେବେ ଆପଣ ଲୁଣ ନୁହେଁ ବରଂ ସେହି ବ୍ୟକ୍ତିର ଦୁର୍ଭାଗ୍ୟକୁ ନିଜ ମୁଣ୍ଡକୁ ନେଇ ଆସୁଛନ୍ତି। ଶାସ୍ତ୍ର କହେ, ଲୁଣର ଋଣ କେବେ ବି ଶୁଝି ହୁଏ ନାହିଁ। ସେଥିପାଇଁ କେବେ ବି କାହାଠାରୁ ମାଗଣାରେ ଲୁଣ ନିଅନ୍ତୁ ନାହିଁ। ଏବେ ଆସନ୍ତୁ ଜାଣିବା ଲୁଣର ସେହି ଚମତ୍କାରୀ ଉପାୟ, ଯାହା ଆପଣଙ୍କର ଘରୁ ନକାରାତ୍ମକ ଶକ୍ତିକୁ ମୂଳରୁ ଶେଷ କରିଦେବ। ଯଦି ଆପଣଙ୍କ ଘରେ ସବୁବେଳେ କଳହ ଲାଗି ରହୁଛି, ପିଲାମାନେ ପାଠପଢ଼ାରେ ମନ ଦେଉନାହାନ୍ତି କିମ୍ବା ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ ସବୁବେଳେ ମତାନ୍ତର ଏବଂ ମନାନ୍ତର ରହୁଛି, ତେବେ ବୁଝିଯାଆନ୍ତୁ ଯେ ଆପଣଙ୍କ ଘରର ବାସ୍ତୁଶକ୍ତି ବା ଏନର୍ଜି ଖରାପ ଅଛି। ଏହାର ସମାଧାନ ପାଇଁ ଆପଣ ଗୋଟିଏ କାଚ ପାତ୍ରରେ କିଛି ମୋଟା ଲୁଣ ନିଅନ୍ତୁ ଏବଂ ସେଥିରେ 4ରୁ 5ଟି ଲବଙ୍ଗ ରଖନ୍ତୁ ଏବଂ ସେହି ଲୁଣକୁ ଘରର ଏକ ଏପରି କୋଣରେ ରଖିଦିଅନ୍ତୁ। ଏହାଦ୍ୱାରା ବା ଏମିତି କରିବା ଦ୍ୱାରା ଘରର ସମସ୍ତ ନକାରାତ୍ମକ ଶକ୍ତିକୁ ଲୁଣ ଶୋଷି ନେବ ଏବଂ ଘରକୁ ସକାରାତ୍ମକ ଏବଂ ଧନ ଆସିବାର ବାଟ ଫିଟିବ। କିନ୍ତୁ ସାବଧାନ, ଲୁଣକୁ କେବେ ବି ଷ୍ଟିଲ୍ କିମ୍ବା ଲୁହା ପାତ୍ରରେ ରଖନ୍ତୁ ନାହିଁ। ଏହାଦ୍ୱାରା ଶନି ଏବଂ ଚନ୍ଦ୍ରଙ୍କର ବିଷଯୋଗ ସୃଷ୍ଟି ହୁଏ, ଯାହା ଫଳରେ ଘରେ ଦାରିଦ୍ର୍ୟତା ମାଡ଼ି ଆସେ। ଲୁଣକୁ ସର୍ବଦା କାଚ କିମ୍ବା ଚୀନାମାଟି ପାତ୍ରରେ ହିଁ ରଖନ୍ତୁ। ଆପଣ କ'ଣ ଜାଣନ୍ତି, ଶନିବାର ଦିନ ପାଣିରେ ଟିକେ ଲୁଣ ମିଶାଇ ଘର ପୋଛିଲେ ଘରୁ ସମସ୍ତ ରୋଗ ଏବଂ ଶୋକ ଦୂର ହୋଇଯାଏ। ଏହା ଏକ ପରୀକ୍ଷିତ ଉପାୟ, ଯାହା ଅନେକ ଲୋକଙ୍କ ଜୀବନ ବଦଳାଇ ଦେଇଛି। ଏବେ ଆସନ୍ତୁ ଆଲୋଚନା କରିବା ଆମ ସମସ୍ତଙ୍କର ପ୍ରିୟ ତୁଳସୀ ମାତାଙ୍କ ବିଷୟରେ। ବନ୍ଧୁମାନେ, ପଦ୍ମ ପୁରାଣରେ ବର୍ଣ୍ଣିତ ଅଛି ଯେ
ଯେଉଁ ଘରେ ତୁଳସୀ ଗଛ ସବୁଜ ହୋଇ ରହିଥାଏ ସେଠାରେ ସ୍ୱୟଂ ଭଗବାନ ବିଷ୍ଣୁ ଏବଂ ମାତା ଲକ୍ଷ୍ମୀଙ୍କର ବାସ ହୋଇଥାଏ। କିନ୍ତୁ କ'ଣ ଆପଣଙ୍କ ଘରେ ତୁଳସୀ ଗଛ ବାରମ୍ବାର ଶୁଖିଯାଉଛି? କ'ଣ ଆପଣ ତୁଳସୀଙ୍କ ଜଳ ଦେବା ସମୟରେ ଏହି ଭୟଙ୍କର ଭୁଲ କରୁଛନ୍ତି? ତେବେ ମନେ ରଖନ୍ତୁ, ରବିବାର ଏବଂ ଏକାଦଶୀ ଦିନ ତୁଳସୀ ଗଛକୁ କେବେ ବି ସ୍ପର୍ଶ କରିବେ ନାହିଁ ବା ଛୁଇଁବେ ନାହିଁ କିମ୍ବା ଜଳ ମଧ୍ୟ ଅର୍ପଣ କରିବେ ନାହିଁ। ଶାସ୍ତ୍ର କହେ ଏହି ଦିନ ମା ତୁଳସୀ ଭଗବାନ ବିଷ୍ଣୁଙ୍କ ପାଇଁ ନିର୍ଜଳ ବ୍ରତ ରଖିଥାନ୍ତି। ଯଦି ଆପଣ ସେହି ଦିନ ତାଙ୍କୁ ଜଳ ଦିଅନ୍ତି ତେବେ ତାଙ୍କର ବ୍ରତ ଭଙ୍ଗ ହୋଇଯାଏ ଏବଂ ଆପଣଙ୍କୁ ମହାପାପ ଲାଗେ। ଯେଉଁ ଘରେ ତୁଳସୀ ମାତା ରୁଷି ଯାଆନ୍ତି ସେହି ଘରେ କୁବେରଙ୍କର ଭଣ୍ଡାର ଥିଲେ ମଧ୍ୟ ତାହା ଶେଷ ହୋଇଯାଏ। ଧନ ବୃଦ୍ଧି ପାଇଁ ଏକ ଚମତ୍କାରୀ ଉପାୟ ହେଉଛି ଗୁରୁବାର ଦିନ ତୁଳସୀ ଗଛରେ ଅଳ୍ପ କଞ୍ଚା କ୍ଷୀର ମିଶ୍ରିତ ଜଳ ଅର୍ପଣ କରନ୍ତୁ। ଏହାଦ୍ୱାରା ବୃହସ୍ପତି ଗ୍ରହ ଆପଣଙ୍କର ବଳବାନ ହୁଅନ୍ତି ଏବଂ ଧନର ବର୍ଷା ହୁଏ। ଏହା ବ୍ୟତୀତ ତୁଳସୀ ମୂଳରୁ ଆପଣ ଯଦି ନିୟମିତ ଭାବରେ ତୁଳସୀର ମାଟିକୁ ନିଜର ମସ୍ତିଷ୍କରେ ତିଳକ ଆକାରରେ ଲଗାନ୍ତି ତେବେ ଆପଣଙ୍କର ମନର ସମସ୍ତ ଅଶାନ୍ତି ଦୂର ହୁଏ ଏବଂ କାର୍ଯ୍ୟରେ ସଫଳତା ମିଳେ। ତେବେ ବନ୍ଧୁମାନେ, ଆମେ ଜଣାତରେ ହେଉ କିମ୍ବା ଅଜଣାତରେ ହେଉ ଆମେ ଘରର ମୁଖ୍ୟ ଦ୍ୱାର ସାମ୍ନାରେ ଏମିତି କିଛି ଜିନିଷ ରଖିଥାଉ ଯାହାଦ୍ୱାରା ମାତା ଲକ୍ଷ୍ମୀ ଘର ଭିତରକୁ ଆସିବା ପରିବର୍ତ୍ତେ ଦୁଆରରୁ ହିଁ ଫେରିଯାଆନ୍ତି। କ'ଣ ଆପଣ ନିଜ ଘରର ମୁଖ୍ୟ ଦ୍ୱାରରେ ଜୋତା, ଚପଲ କିମ୍ବା ଅଳିଆ ଆବର୍ଜନା ରଖୁଛନ୍ତି କି? ଯଦି ଏମିତି କରୁଛନ୍ତି ତେବେ ସାବଧାନ। ମୁଖ୍ୟ ଦ୍ୱାର ହେଉଛି ସୌଭାଗ୍ୟର ପ୍ରବେଶ ପଥ। ଏହାକୁ ସର୍ବଦା ପରିଷ୍କାର ରଖୁଛନ୍ତି ବା ରଖନ୍ତୁ ଏବଂ ସନ୍ଧ୍ୟା ସମୟରେ ସେଠାରେ ଏକ ଘିଅର ଦୀପ ନିଶ୍ଚୟ ଜାଳନ୍ତୁ। ଆପଣ କ'ଣ ଜାଣନ୍ତି ଆପଣଙ୍କ ଘରେ ଥିବା ଝାଡ଼ୁ ମଧ୍ୟ ମାତା ଲକ୍ଷ୍ମୀଙ୍କର ଏକ ରୂପ। ଝାଡ଼ୁକୁ କେବେ ବି ଛିଡ଼ା କରି ରଖନ୍ତୁ ନାହିଁ କିମ୍ବା ପାଦରେ ମାଡ଼ନ୍ତୁ ନାହିଁ। ଏହାକୁ ସର୍ବଦା ଲୁଚାଇ ରଖନ୍ତୁ ଯେମିତି କାହାର ନଜର ପଡ଼ିବ ନାହିଁ। ତେବେ ବନ୍ଧୁମାନେ, ଏବେ ଆସନ୍ତୁ ଜାଣିବା ତୁଳସୀ ମାତାଙ୍କର ଚମତ୍କାରୀ ହଳଦିଆ ସୂତା ବିଷୟରେ, ଯାହା ପଦ୍ମ ପୁରାଣରେ ବର୍ଣ୍ଣିତ ଅଛି। ଗୁରୁବାର ଦିନ ମାତା ତୁଳସୀଙ୍କ ମୂଳରେ ଏକ ହଳଦିଆ ରଙ୍ଗର ସୂତା ଧୀରେ ବାନ୍ଧି ଦିଅନ୍ତୁ। ଏହାକୁ ବାନ୍ଧିବା ସମୟରେ ନିଜର ମନସ୍କାମନା କୁହନ୍ତୁ। ହଳଦୀ ଏବଂ ହଳଦିଆ ରଙ୍ଗର ଭଗବାନ ବିଷ୍ଣୁଙ୍କର ଅତ୍ୟନ୍ତ ପ୍ରିୟ। ଯେଉଁ ଘରେ ତୁଳସୀ ମାତାଙ୍କର ଶୟନରେ ଏହି ସୂତା ବନ୍ଧା ହୋଇଥାଏ ସେହି ଘରକୁ ବୃହସ୍ପତି ଦେବଙ୍କର ଆଶୀର୍ବାଦ ମିଳେ। ଫଳସ୍ୱରୂପ ସେହି ଘରୁ ଦୁର୍ଭାଗ୍ୟ ଦୂର ହୋଇଥାଏ ଏବଂ ବିବାହ କିମ୍ବା ଚାକିରି କ୍ଷେତ୍ରରେ ଥିବା ବାଧାବିଘ୍ନ ଶେଷ ହୋଇଯାଇଥାଏ। କିନ୍ତୁ ମନେ ରଖନ୍ତୁ, ଏହି ସୂତା ବାନ୍ଧିବା ସମୟରେ ଆପଣଙ୍କ ମନ ପବିତ୍ର ରହିବା ଦରକାର। ତୁଳସୀ ମୂଳରେ ନିୟମିତ ଭାବେ ଘିଅର ଦୀପ ଜାଳିବାକୁ ଜମାରୁ ଭୁଲନ୍ତୁ ନାହିଁ। ଯଦି ଆପଣ ଦୀପ ତଳେ ଅଳ୍ପ ଅକ୍ଷତ ରଖୁଛନ୍ତି ତେବେ ଏହାର ଶୁଭ ଫଳ 1000 ଗୁଣରେ ବଢ଼ିଯାଏ। ତେବେ ଆସନ୍ତୁ ଋଣ ମୁକ୍ତି ପାଇଁ ଲୁଣର ଶେଷ ଉପାୟ ବିଷୟରେ ଜାଣିବା। ଯଦି ଆପଣ ଋଣର ଭାରରେ ବୁଡ଼ି ରହିଛନ୍ତି ଏବଂ ଶତ୍ରୁମାନେ ଆପଣଙ୍କୁ ହଇରାଣ କରୁଛନ୍ତି ତେବେ ଏହି ଉପାୟଟି ଆପଣଙ୍କ ପାଇଁ। ଆପଣ ମଙ୍ଗଳବାର ଦିନ ଏକ ଲାଲ କପଡ଼ାରେ କିଛି ମୋଟା ଲୁଣ ବାନ୍ଧି ତାକୁ ଘରର ମୁଖ୍ୟ କବାଟରେ ବାହାର ପଟେ ଝୁଲାଇ ଦିଅନ୍ତୁ। ଏହାଦ୍ୱାରା କୌଣସି ବି ଖରାପ ନଜର କିମ୍ବା ତନ୍ତ୍ରମନ୍ତ୍ରର ପ୍ରଭାବ ଆପଣଙ୍କ ଘର ଉପରେ ପଡ଼ିବ ନାହିଁ। ସେହିପରି ଯେଉଁମାନଙ୍କର କାମ ହେଉନାହିଁ ବା କାମ ହଉ ହଉ ଅଟକି ଯାଉଛି ସେମାନେ ଗାଧେଇବା ପାଣିରେ ଏକ ଚିମୁଟା ଲୁଣ ମିଶାଇ ସ୍ନାନ କରନ୍ତୁ। ଏହାଦ୍ୱାରା ଶରୀରର ଅରା ଶୁଦ୍ଧ ହୁଏ ଏବଂ ଲୋକମାନେ ଆପଣଙ୍କ ପ୍ରତି ଆକର୍ଷିତ ହୁଅନ୍ତି। ଆପଣଙ୍କୁ ନୂଆ ନୂଆ ସୁଯୋଗ ମିଳିବା ଆରମ୍ଭ ହୋଇଯିବ। ଏବେ ଜାଣିବା ଅତ୍ୟନ୍ତ ମୁଖ୍ୟ କଥା ବିଷୟରେ। ରାତିରେ କାହାକୁ ଲୁଣ ଧାରରେ ଦିଅନ୍ତୁ ନାହିଁ କିମ୍ବା ଆପଣ ମଧ୍ୟ କାହାଠାରୁ ଧାରରେ ଲୁଣ ନିଅନ୍ତୁ ନାହିଁ। ଏହାଦ୍ୱାରା ସମ୍ପର୍କ ଖରାପ ହୋଇଥାଏ ଏବଂ ଆପଣଙ୍କର ଲକ୍ଷ୍ମୀ ଅନ୍ୟ ଘରକୁ ଚାଲି ଯାଇଥାନ୍ତି। ତେବେ ବନ୍ଧୁମାନେ, ଆଜିର ଏହି ଭିଡ଼ିଓଟି ଆପଣଙ୍କୁ ଭଲ ଲାଗିଥାଏ
ତେବେ ଭିଡ଼ିଓକୁ ଲାଇକ୍ କରି ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରି ନିଅନ୍ତୁ ଏବଂ କମେଣ୍ଟ ବକ୍ସରେ ଜୟ ମା ଲକ୍ଷ୍ମୀ ଜୟ ଜଗନ୍ନାଥ ନିଶ୍ଚୟ ଲେଖନ୍ତୁ।